हेलो स्टूडेंट ମୁଁ ଆପଣଙ୍କୁ ସ୍ୱାଗତ କରୁଛି ମୋର ୟୁଟ୍ୟୁବ ଚ୍ୟାନେଲ ଷ୍ଟଡି ୱିଥ୍ ପୁଷ୍ପା ମିସ୍। ଆଜି ଆମେ ପଢିବା ବେଲେ ଓଡ଼ିଆ ଗ୍ରାମାର ଯୋଉ ବାକ୍ୟ ପଦ ଓ ପଦର ଶ୍ରେଣୀ ବିଭାଗ। ପିଲେ ଯୋଉମାନେ ମୋର ଓଡ଼ିଆ ଗ୍ରାମାର ଫାଷ୍ଟ ଭିଡିଓଟା ଦେଖିନ ପ୍ଲେଲିଷ୍ଟକୁ ଯାଇ ସେ ଭିଡିଓଟା ପ୍ରଥମେ ଦେଖିଦେବ। ତ ପ୍ରଥମେ ଦେଖିବା କଣ ଯେ ବର୍ଣ୍ଣ ବା ଶବ୍ଦ କାହାକୁ କୁହାଯାଏ। ସାର୍ଥକ ବର୍ଣ୍ଣ ବା ବର୍ଣ୍ଣ ସମଷ୍ଟିକୁ ଶବ୍ଦ କୁହାଯାଏ। ମୁଁ ପୂର୍ବ କ୍ଲାସରେ କହିଛି ଯେ ବର୍ଣ୍ଣ କାହାକୁ କୁହାଯାଏ। ଆମର କେତେଟା ବର୍ଣ୍ଣ ଅଛି ଯେ ସ୍ୱରବର୍ଣ୍ଣ କଣ ବ୍ୟଞ୍ଜନ ବର୍ଣ୍ଣ କଣ ତମକୁ ମୁଁ ପୂର୍ବ ଭିଡିଓରେ ପଢେଇଛି ପିଲେ ଦେଖିଦେବ। ଯେ ଶବ୍ଦ କଣ ନା ସାର୍ଥକ ବର୍ଣ୍ଣ ବା ବର୍ଣ୍ଣ ସମଷ୍ଟିକୁ ଶବ୍ଦ କୁହାଯାଏ। କଣ ନା ସାର୍ଥକ ବର୍ଣ୍ଣ ବା ବର୍ଣ୍ଣ ସମଷ୍ଟି ଶବ୍ଦ ବୋଲି କୁହାଯାଏ। ଦେଖିଦେବେ କଣ କଣ ଯେ ଶବ୍ଦ କଣ ଯେ ରାମ ଗଛ ଗଗନ ଏଗୁଡାକ ଗୋଟେ କଣ ନା ଶବ୍ଦ ହେଲା। ନେକ୍ସଟ ଦେଖିବା। ତ ତାହେଲେ ପଦ ଆମେ ଆଜି ଯୋଉ ପଢିବା କଣ ପଦର ଶ୍ରେଣୀ ବିଭାଗ। ତାହେଲେ ପଦ କାହାକୁ କୁହାଯାଏ ନା ବାକ୍ୟର ପ୍ରତ୍ୟେକ ଅଂଶକୁ ପଦ କୁହାଯାଏ। ତାହେଲେ ବାକ୍ୟ କାହାକୁ କୁହାଯାଏ ବୋଲେ ବାକ୍ୟ କାହାକୁ କୁହାଯାଏ ନା ଏକ ସାର୍ଥକ ଉକ୍ତିକୁ ବାକ୍ୟ କୁହାଯାଏ। କଣ କହିଲି ନା ଏକ ସାର୍ଥକ ଉକ୍ତିକୁ ବାକ୍ୟ କୁହାଯାଏ। ତ ତାହେଲେ ପଦ କଣ ନା ବାକ୍ୟର ପ୍ରତ୍ୟେକ ଅଂଶକୁ ପଦ କୁହାଯାଏ। ଦେଖିବା ଆମେ କଣ ନା ପଦର ଶ୍ରେଣୀ ବିଭାଗ ବା ପଦକୁ ଆମର କେତେ ଭାଗରେ ବିଭକ୍ତ କରାଯାଇଛି ଏବଂ କଣ କଣ ବୁଝିଲ ପିଲେ ଯେ ପଦ କାହାକୁ କୁହାଯାଏ ନା ବାକ୍ୟର ପ୍ରତ୍ୟେକ ଅଂଶକୁ ପଦ କୁହାଯାଏ। ପୁଣି ଯେ ବାକ୍ୟ କାହାକୁ କୁହାଯାଏ ନା ଗୋଟିଏ ସାର୍ଥକ ଉକ୍ତିକୁ ବାକ୍ୟ କୁହାଯାଏ। ଆଲୋଚନା କରିବା ଆମେ ପଦର ଶ୍ରେଣୀ ବିଭାଗ। ଆମର ପଦକୁ କେତେ ଭାଗରେ ବିଭକ୍ତ କରାଯାଇଛି ଏବଂ କଣ କଣ ଦେଖିବା। ପ୍ରଥମେ କଣ ଆସିବ ନା ବିଶେଷ୍ୟ, ଦେନ୍ ଆସିବ ସର୍ବନାମ, ତାପରେ ଆସିବ ବିଶେଷଣ, କ୍ରିୟା ଏବଂ ଅବୟ। ଦେଖିବା ବିଶେଷ୍ୟ ଯେ ବିଶେଷ୍ୟ କାହାକୁ କୁହାଯାଏ। ତମେ ଜାଣିଥିବ ଯେ ଇଂରାଜୀରେ ନାଉନ ବା ଯାହାକୁ ତମେ ନାଉନ ଇଂରାଜୀରେ ତମେ ପଢୁଛ କଣ ନା ନାଉନ ଆମେ ସେମିତି ଓଡିଆରେ ପଢିବା କଣ ନା ବିଶେଷ୍ୟ ଯେ ବିଶେଷ୍ୟ କାହାକୁ କୁହାଯାଏ। ଏବଂ ବିଶେଷର ପୁଣି ଶ୍ରେଣୀ ଯେ ବିଶେଷ ଆମ ପଦକୁ ଯେମିତି ଶ୍ରେଣୀ ବିଭକ୍ତ କରାଗଲା କଣ ନା ବିଶେଷ୍ୟ, ସର୍ବନାମ, ବିଶେଷଣ, କ୍ରିୟା, ଅବୟ। ପୁଣି ବିଶେଷର କଣ ନା ଯେ ବିଭାଗୀକରଣ ବା ବିଶେଷକୁ ମଧ୍ୟ କଣ ବିଭକ୍ତ କରାଯାଇଛି। କଣ କଣ ନା ଜାତିବାଚକ ବିଶେଷ୍ୟ, ବସ୍ତୁବାଚକ ବିଶେଷ୍ୟ, ଗୁଣବାଚକ ବିଶେଷ୍ୟ, କ୍ରିୟାବାଚକ ବିଶେଷ୍ୟ। ପିଲେ ଯୋଉମାନେ ପ୍ରଥମ ଥର ମୋ ଚ୍ୟାନେଲକୁ ଦେଖୁଛ ଲାଇକ୍ ସେୟାର ଆଉ ସବସ୍କ୍ରାଇବ କରିବ ଯାହା ଫଳରେ ମତେ ମୋଟିଭେଟ ମିଳିବ ଏବଂ ମୁଁ ଆପଣଙ୍କ ପାଇଁ ଆହୁରି ଭିଡିଓ ଆଣିବି। ବିଶେଷ ନାମର ପ୍ରକାରକୁ ନେଇ ବିଶେଷ ପଦକୁ 5 ଶ୍ରେଣୀରେ ବିଭକ୍ତ କରାଯାଏ। ଯେ ନାମର ପ୍ରକାରକୁ ନେଇ ବିଶେଷ କଣକୁ ଆମର ନା 5 ଶ୍ରେଣୀରେ ବିଭକ୍ତ କରାଯାଏ। କଣ କଣ ନା ବ୍ୟକ୍ତିବାଚକ ବା ସଂଜ୍ଞାବାଚକ ବିଶେଷ୍ୟ, ତାପରେ ନେକ୍ସଟ ଆସିବ କଣ ନା ଜାତିବାଚକ ବିଶେଷ୍ୟ, ତାପରେ ଆସିବ କଣ ନା ବସ୍ତୁବାଚକ, ଗୁଣବାଚକ, କ୍ରିୟାବାଚକ ବିଶେଷ୍ୟ। ତ ବ୍ୟକ୍ତିବାଚକ ବା ସଂଜ୍ଞାବାଚକ କାହାକୁ କୁହାଯାଏ ନା ଯାହା କୌଣସି ଗୋଟେ ବ୍ୟକ୍ତିର ନାମକୁ ବା ସହରକୁ ବୁଝଉଥିବ ତାକୁ କଣ କୁହାଯାଏ ନା ବ୍ୟକ୍ତିବାଚକ ବା ସଂଜ୍ଞାବାଚକ। ଯେମିତି ତମର ଦେବାଶିଷ, କପିଳାସ, କଟକ ଏଗୁଡାକ କଣ ଗୋଟେ ଯେ ଦେବାଶିଷ ଗୋଟେ ବ୍ୟକ୍ତିର ନାମକୁ ବୁଝେଇଲା ସେଇ ଦୃଷ୍ଟିରୁ କଣ ନା ବ୍ୟକ୍ତିବାଚକ। ତାହେଲେ ଜାତିବାଚକ କଣ ନା ଜାତିବାଚକ କାହାକୁ କୁହାଯାଏ ଯେଉଁ ପଦ କୌଣସି ନିର୍ଦ୍ଦିଷ୍ଟ ନାମକୁ ନ ବୁଝାଇ ଅନେକଙ୍କର ସାଧାରଣ ନାମକୁ ପ୍ରକାଶ କରିଥାଏ ତାହାକୁ ଜାତିବାଚକ ବିଶେଷ୍ୟ କୁହାଯାଏ। କଣ ନା ଯେଉଁ ପଦ କୌଣସି ନିର୍ଦ୍ଦିଷ୍ଟ ନାମକୁ ନ ବୁଝାଇ ଅନେକଙ୍କର ସାଧାରଣ ନାମକୁ ପ୍ରକାଶ କରିଥାଏ ତାହାକୁ କଣ ନା ଜାତିବାଚକ ବିଶେଷ୍ୟ କୁହନ୍ତି। କଣ ନା ଜାତିବାଚକ ତାହେଲେ ମନୁଷ୍ୟ, ସ୍ଥବର, ପଶୁ, ପକ୍ଷୀ, ପର୍ବତ, ବନ, ଗାଈ, ବୃକ୍ଷ, ନଦୀ, ହ୍ରଦ। ଯେ ଜାତି କଣ ନା ଯେଉଁ ପଦ କୌଣସି ନିର୍ଦ୍ଦିଷ୍ଟ ନାମକୁ ନ ବୁଝେ ଅନେକଙ୍କର ସାଧାରଣ। ଯେମିତି କଣ ଯେ ମନୁଷ୍ୟ
ମନୁଷ୍ୟ ଗୋଟେ କଣ ଯେ ଜାତିବାଚକରେ ଯିବ। ତାପରେ ପଶୁ, ଯେ ଦୁନିଆରେ ଆମର କଣ ଅନେକ ପଶୁ ଅଛନ୍ତି। ସେ କଣ ବାଘ, ହାତୀ, ଭାଲୁ ଏଗୁଡାକ ପଶୁରେ ଯିବ। ପକ୍ଷୀ, ପକ୍ଷୀ ସେମିତି କଣ ମାନେ ବହୁତ ଅଛି ପକ୍ଷୀ। କିନ୍ତୁ ଯେତେବେଳେ ଆମେ ଗୋଟେ ପକ୍ଷୀ କହିବା ସେଇଟା କଣ ଜାତିକୁ ବୁଝେଇବ। କିନ୍ତୁ ଆମେ ଯଦି ନିର୍ଦ୍ଦିଷ୍ଟ ପକ୍ଷୀର ନାମକୁ କହିବା ତାହେଲେ ସେଇଟା କଣ ନା ଜାତିବାଚକ ବା ସଂଜ୍ଞାବାଚକରେ ଯିବ। ବୁଝିଲ ଯେ ଜାତିବାଚକ କଣ ସଂଜ୍ଞାବାଚକ କଣ? ନା ପୁଣି ଥରେ କହିଦଉଛି ଯେ ଜାତି କହିଲେ କଣ ନା ଅନେକଙ୍କର ସାଧାରଣ ନାମକୁ ବୁଝେଇବ। କିନ୍ତୁ ବ୍ୟକ୍ତି କହିଲେ ଗୋଟେ ନିର୍ଦ୍ଦିଷ୍ଟ ବ୍ୟକ୍ତିର ନାମକୁ ବା ସହରକୁ ବୁଝେଇବ। ତାପରେ ଦେଖିବା କଣ ଜାତି ଗଲା। ବସ୍ତୁବାଚକ, ବସ୍ତୁବାଚକ ବିଶେଷ କଣ ନା ବସ୍ତୁର ନାମ ପ୍ରକାଶ କରୁଥିବା ବିଶେଷ୍ୟ ପଦକୁ ବସ୍ତୁବାଚକ ବିଶେଷ୍ୟ କୁହନ୍ତି। କଣ ନା ବସ୍ତୁର ନାମ ପ୍ରକାଶ କରୁଥିବା ବିଶେଷ୍ୟ ପଦକୁ ବସ୍ତୁବାଚକ ବିଶେଷ୍ୟ କୁହନ୍ତି। ତା ସହିତ କଣ ନା ଆମେ ଯେତେବେଳେ ସେହି ବସ୍ତୁକୁ ଖଣ୍ଡ ଖଣ୍ଡ କଲେ ମଧ୍ୟ ଯଦି ନାମରେ କୌଣସି ପରିବର୍ତ୍ତନ ହୁଏ ନାହିଁ ତାହାକୁ କଣ ନା ବସ୍ତୁବାଚକ। ତମେ ଦେଖିଛ ଯେ ତମେ କ୍ଷୀର କଣ ତମେ ଖଣ୍ଡ ଖଣ୍ଡ କଲେ, ଯଦି କ୍ଷୀରକୁ ତମେ ଖଣ୍ଡ ଖଣ୍ଡ କଲେ କଣ ସେଟା ପାଣିରେ ପରିଣତ ହେବ କି? ନାଇଁ ନା। ସେମିତି ତମେ ତେଲକୁ ତମେ ଯେତେବେଳେ ଖଣ୍ଡ ଖଣ୍ଡ କରିବ କଣ ସେ କଣ ତେଲଟା କଣ ପାଣି ହେଇଯିବ? ନାଇଁ। ସେମିତି ଯେ ଯେଉଁ ବସ୍ତୁକୁ ଆମେ ଯେତେବେଳେ ଖଣ୍ଡ ଖଣ୍ଡ କଲେ ମଧ୍ୟ ତାହାର ନାମରେ କୌଣସି ପରିବର୍ତ୍ତନ ହୁଏ ନାହିଁ ତାକୁ ବସ୍ତୁବାଚକ ବିଶେଷ୍ୟ କୁହାଯାଏ। ଯେମିତି ଆମର କଣ ନା ଉଦାହରଣ କହିଲେ ତମକୁ କ୍ଷୀର, ତେଲ, ପେଟ୍ରୋଲ, କାଗଜ, ତୁଳା, କାଠ। ଆରେ ଦେଖ କାଠକୁ ଆମେ ଯେତେବେଳେ ଖଣ୍ଡ ଖଣ୍ଡ କରୁଛେ ତାହା କଣ କାଠ ନୁହେଁ କି ଆଉ କଣ ଅଲଗା ହବ କି? ନୁହଁ। ଯେତେବେଳେ ନହେଲେ ଆମେ କଣ କରିବା ଯେ ଟେବୁଲକୁ ଆମେ ଯେତେବେଳେ ଭାଙ୍ଗିବା, ଟେବୁଲଟାକୁ ଆମେ ଯଦି ଭାଙ୍ଗୁଛେ ସେତେବେଳେ ସେ କଣ ପୁଣି କାଠରେ ପରିଣତ ହଉଛି କି? ତ କାଠକୁ ଭାଙ୍ଗିଲେ ସେଇ କାଠରେ ହିଁ ପରିଣତ ହବ। ଯାହାକି ବା ସେଇ ବସ୍ତୁ ଆମେ ଯେତେ ବି ଛୋଟ ଛୋଟ କରିବା ତାହାର କୌଣସି ପରିବର୍ତ୍ତନ ହବ ନାହିଁ, ସେଇଟା ହିଁ ରହିବ। ତାକୁ କଣ ନା ବସ୍ତୁବାଚକ ବିଶେଷ୍ୟ କହିବ। ନେକ୍ସଟ ଦେଖିବା ଗୁଣବାଚକ ବିଶେଷ। ନା ଗୁଣବାଚକ ବିଶେଷ କାହାକୁ ଜଣେ ନିର୍ଦ୍ଦିଷ୍ଟ ଗୁଣର ନାମ ବା ଅବସ୍ଥା ବୁଝାଉଥିବା ବିଶେଷ୍ୟ ପଦକୁ ଗୁଣବାଚକ ବିଶେଷ୍ୟ କୁହନ୍ତି। କଣ ନା ନିର୍ଦ୍ଦିଷ୍ଟ ଗୁଣର ନାମ ବା ଅବସ୍ଥା ବୁଝାଉଥିବା ବିଶେଷ୍ୟ ପଦକୁ ଗୁଣବାଚକ ବିଶେଷ୍ୟ କୁହାଯାଏ। ମୁଁ କହିବି ଯେ ପିଲାଟି ବା ରାମଟି ସରଳତା ପିଲା ବା ରାମଟି କଣ ସୁଶୀଳତା ଯେ କଣ ତାର ଗୋଟେ ଗୁଣକୁ ବୁଝେଇଲା। ସାଧୁତା, ସାଧୁତା ଗୋଟେ କଣ ଗୁଣ। ସରଳତା ଯେ ମୁଁ କହିବି ଯେ ରାମ ଭାରି ସରଳିଆ ପିଲା, ତାହେଲେ କଣ ଯେ ରାମର ଗୋଟେ ଗୁଣକୁ ବୁଝେଇଲା। ସେଥିପାଇଁ ନିର୍ଦ୍ଦିଷ୍ଟ ଗୁଣର ନାମ ବା ଅବସ୍ଥା ବୁଝାଉଥିବା ବିଶେଷ ପଦକୁ କଣ କୁହାଯାଏ ନା ଗୁଣବାଚକ। ଯେମିତି ବନ୍ଧୁତା, କପଟତା, ସ୍ନେହ, ଶ୍ରଦ୍ଧା, ସତ୍ୟ, ସୁଖ ଏଗୁଡା କଣ ନା ଗୋଟେ ଗୋଟେ ଗୁଣ। ନେକ୍ସଟ ଦେଖିବା କଣ କ୍ରିୟାବାଚକ ବିଶେଷ। ଯେଉଁ ପଦ କୌଣସି କ୍ରିୟାର ନାମକୁ ବୁଝାଏ ତାହାକୁ କ୍ରିୟାବାଚକ ବିଶେଷ୍ୟ କୁହାଯାଏ। କଣ ନା ଯେଉଁ ପଦ କୌଣସି କ୍ରିୟାର ନାମକୁ ବୁଝାଏ ତାହାକୁ କ୍ରିୟାବାଚକ ବିଶେଷ୍ୟ କୁହନ୍ତି। ଯେମିତି ତମର ଯିବା, ଆସିବା, ପଢିବା, ଲେଖିବା, ହସିବା, କାନ୍ଦିବା। ପିଲେ ତମେ ଯେ କ୍ରିୟାବାଚକ ବୋଲି ତମେ କେମିତି ଜାଣିବ ନା ଶେଷରେ ତମେ ଯେତେବେଳେ ଉଚ୍ଚାରଣ ହବା ଶେଷରେ କଣ ଲାଗିବ ନା ବା ଲାଗୁଥିବ। ଦେଖ ଯେମିତି ଧାଇଁବା, କାନ୍ଦିବା, ହସିବା, ଲେଖିବା, ଯାହାକି ତମର ଯେ କଣ୍ଟିନ୍ୟୁ ହଉଥିବ ହେଲା, ତାକୁ କଣ ନା କ୍ରିୟାବାଚକ ବିଶେଷ୍ୟ କୁହାଯାଏ। ପିଲେ ତମର ସରିଲା। ତମକୁ ଯଦି ମୋ ଭିଡିଓଟି ଭଲ ଲାଗୁଛି ତାହେଲେ ମୋ ଚ୍ୟାନେଲକୁ ଲାଇକ୍ କରିବା ସହିତ ସବସ୍କ୍ରାଇବ କରିବ। ଯଦି ପିଡିଏଫ ତମେ ଚାହୁଁଛ ମତେ ଟେଲିଗ୍ରାମରେ ମେସେଜ କରିବ। ମୁଁ ଡେସ୍କ୍ରିପସନରେ ଲିଙ୍କ ଦେଇଦେଇଛି ଟେଲିଗ୍ରାମର। ଆଜି ପାଇଁ ଏତିକି ଥାଉ। ନେକ୍ସଟ ଭିଡିଓରେ ମୁଁ ତମ ପାଇଁ ଆହୁରି ଭିଡିଓ ଆଣିବି। ରହିଲି। ଥ୍ୟାଙ୍କ ୟୁ।